ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କବିର୍ଯ୍ୟ ନଗର ଶାଖା ପକ୍ଷରୁ ପ୍ରଭୁପିତ ଭବନଠାରେ 88ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଆମ କବି ସୂର୍ଯ୍ୟ ନଗରର ବିଧାୟିକା ଲତିକା ପ୍ରଧାନ ମହୋଦୟା ଏବଂ ଚେୟାରମ୍ୟାନ୍ ଲକ୍ଷ୍ମୀ ସେଠୀ। ପରମାତ୍ମାଙ୍କ ସନ୍ଦେଶକୁ ଘରେ ଘରେ ପହଞ୍ଚାଇବା ପାଇଁ ଏକ ଶିବ ସନ୍ଦେଶ ରଥ ସହର ପରିକ୍ରମା କରିଥିଲା। ବହୁ ଦୂର ଦୂରାନ୍ତରୁ ଶତାଧିକ ବ୍ରହ୍ମକୁମାର ଏବଂ ବ୍ରହ୍ମକୁମାରୀ ଯୋଗଦେଇ ଏହି କାର୍ଯ୍ୟକୁ ସଫଳ କରାଇଥିଲେ। ପରମାତ୍ମାଙ୍କ ଜ୍ଞାନକୁ ଜୀବନରେ ଧାରଣ କରି ପରିବାରରେ ସୁଖ ଶାନ୍ତି ଆଣିପାରିଛି ଏବଂ ସ୍ୱର୍ଗ ମଧ୍ୟ ଏହି ଜ୍ଞାନ ଦ୍ୱାରା ହିଁ ହୋଇପାରିବ ବୋଲି ମୁଖ୍ୟ ଅତିଥି ଲତିକା ମହୋଦୟା ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଆସ୍କା ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ ଶିବ ବାବାଙ୍କର ଦିବ୍ୟ ଅବତରଣ ତଥା ସତ୍ୟ ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଭୁପିତ ଭବନର ସଞ୍ଚାଳକ ରଜାଯୋଗର କରାଇଥିଲେ ଏବଂ ସଭାକୁ ରାଜଯୋଗୀ ବ୍ରହ୍ମକୁମାର ସତ୍ୟପ୍ରିୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକୁ ବ୍ରହ୍ମକୁମାରୀ ନିରୁ ଅନୁ ଧରଣୀ ଭାଗ୍ୟ ଏବଂ ବ୍ରହ୍ମକୁମାର ଚରଣ ବିଶ୍ୱନାଥ ବଳରାମ ସୁଶାନ୍ତ ଆଦି ସହଯୋଗ କରିଥିଲେ। ଆସିକାରୁ ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।